ଭାରତର ସ୍ୱାଧୀନତା ସଂଗ୍ରାମର କାହାଣୀ ତ ଅନେକ, ଆଉ ସେଥିରେ ବୀରତ୍ୱର ଗାଥା ବି କିଛି କମ୍ ନୁହେଁ। କିନ୍ତୁ କିଛି କାହାଣୀ ଅଛି ଯାହା ସମୟ ସହିତ ଇତିହାସ ପୃଷ୍ଠାରେ କେଉଁଠି ନା କେଉଁଠି ଦବିଯାଇଛି। ଆସନ୍ତୁ ଆଜି ଆମେ ସେମିତି ଏକ ଅକୁହା ଅଧ୍ୟାୟ ଭିତରକୁ ଯିବା, ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ସେହି ଭୁଲା କାହାଣୀ। ଆଚ୍ଛା, ଗୋଟିଏ ପ୍ରଶ୍ନରୁ ଆରମ୍ଭ କରିବା। ଯଦି ପଚରାଯାଏ ଯେ ଭାରତର ସ୍ୱାଧୀନତା ପାଇଁ ପ୍ରଥମ ସଂଗ୍ରାମ କେବେ ଆରମ୍ଭ ହେଲା, ତେବେ ସାଧାରଣତଃ ମନକୁ କେଉଁ ଉତ୍ତର ଆସେ? ହଁ, ଆମେ ସମସ୍ତେ ପଢ଼ିଛେ ଯେ 1857 ମସିହାର ସିପାହୀ ବିଦ୍ରୋହ ହିଁ ଥିଲା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ। ଆଉ ଏହା ଯେ ଏକ ବହୁତ ବଡ଼ ଐତିହାସିକ ଘଟଣା ଥିଲା, ସେଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ କଥାଟା ଏଇଠି ସରୁନି। ପ୍ରକୃତ କଥା ହେଉଛି, ଓଡ଼ିଶାର ମାଟିରେ ସ୍ୱାଧୀନତାର ଏହି ନିଆଁ ବହୁତ ଆଗରୁ ଜଳି ସାରିଥିଲା। 1803ରେ ଯେତେବେଳେ ବ୍ରିଟିଶମାନେ ଓଡ଼ିଶା ଦଖଲ କଲେ, ଠିକ୍ ତା ପରଠାରୁ ହିଁ ଏହି ସଂଗ୍ରାମର ମୂଳଦୁଆ ପଡ଼ିଯାଇଥିଲା। ତାହେଲେ ଚାଲନ୍ତୁ ସେହି ପ୍ରାରମ୍ଭିକ ସମୟକୁ ଫେରିଯିବା, ଯେତେବେଳେ ବ୍ରିଟିଶ ଶାସନ ବିରୁଦ୍ଧରେ ପ୍ରଥମ ଥର ପାଇଁ ଅସ୍ତ୍ର ଉଠିଥିଲା। ଆଉ ଏହି ବିଦ୍ରୋହର କେନ୍ଦ୍ରରେ ଥିଲେ ପାଇକମାନେ। କିଏ ଥିଲେ ଏହି ପାଇକ? ସେମାନେ ଥିଲେ ଏକ ପ୍ରକାର ଯୋଦ୍ଧା କୃଷକ। ଯୁଦ୍ଧବେଳେ ସେମାନେ ରାଜାଙ୍କର ସୈନିକ, ଆଉ ଶାନ୍ତି ସମୟରେ ରାଜାଙ୍କଠାରୁ ମିଳିଥିବା ନିଷ୍କର ଜମିରେ ଚାଷ କରି ନିଜ ପରିବାର ପୋଷୁଥିଲେ। ଏହି ବ୍ୟବସ୍ଥା ହିଁ ସେତେବେଳେ ଓଡ଼ିଶାର ସମାଜର ମେରୁଦଣ୍ଡ ଥିଲା। ହେଲେ ଏହି ବ୍ୟବସ୍ଥା ବେଶୀ ଦିନ ଚାଲିଲା ନାହିଁ। ବ୍ରିଟିଶମାନେ ଆସିଲେ ଆଉ ସବୁକିଛି ବଦଳିଗଲା। ସେମାନେ ନୂଆ ନୂଆ ନିୟମ ଲାଗୁ କଲେ, କଉଡ଼ି ବନ୍ଦ କରି ରୂପା ଟଙ୍କା ଚଳାଇଲେ, ଲୁଣ ଭଳି ଜିନିଷ ଉପରେ ଏକଛାଟିଆ ଅଧିକାର ଜାହିର କଲେ, ଆଉ ସବୁଠୁ ବଡ଼ ଆଘାତ ଥିଲା ପାଇକମାନଙ୍କ ହାତରୁ ସେମାନଙ୍କର ସେହି ଜମି ଛଡ଼ାଇ ନେବା। ଏହିସବୁ ଅର୍ଥନୈତିକ ଶୋଷଣ ହିଁ ଶେଷରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ 1817ରେ ପାଇକ ବିଦ୍ରୋହର ରୂପ ନେଇଥିଲା। କିନ୍ତୁ ଲଢ଼େଇଟା କେବଳ ଅର୍ଥନୀତି କିମ୍ବା ଜମି ପାଇଁ ନଥିଲା। ଏହାପରେ ଆଦିବାସୀ ସମ୍ପ୍ରଦାୟମାନେ ବି ଆଗକୁ ଆସିଲେ, ନିଜର ସଂସ୍କୃତି, ପରମ୍ପରା ଆଉ ନିଜର ସ୍ୱାୟତ୍ତତାକୁ ବଞ୍ଚାଇବା ପାଇଁ। ଏଠି ଦେଖନ୍ତୁ କେମିତି ଦୁଇଟି ଅଲଗା ଅଲଗା ବିଦ୍ରୋହର ଚିତ୍ର ସାମ୍ନାକୁ ଆସୁଛି। ଗୋଟିଏ ପଟେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକମାନେ ଲଢ଼ୁଥିଲେ ନିଜର ଜମି ଓ ଅର୍ଥନୈତିକ ଅଧିକାର ପାଇଁ, ଆଉ ଅନ୍ୟପଟେ ଚକ୍ରା ବିଶୋଇଙ୍କ ନେତୃତ୍ୱରେ କନ୍ଧମାନଙ୍କର ଲଢ଼େଇ ଥିଲା ନିଜର ଧାର୍ମିକ ପରମ୍ପରା ମେରିଆ ବଳି ଉପରେ ବ୍ରିଟିଶମାନଙ୍କ ହସ୍ତକ୍ଷେପ ବିରୁଦ୍ଧରେ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଲଢ଼େଇର କାରଣ ଆଉ ସ୍ୱରୂପ କିପରି ବଦଳିବାରେ ଲାଗିଥିଲା। ସମୟ ବଦଳିଲା, ଆଉ ତା ସହିତ ବଦଳିଲା ଲଢ଼େଇର ତରିକା ବି। ଖଣ୍ଡା ତଲୱାରର ଯୁଗରୁ କଥାଟା ଧୀରେ ଧୀରେ ପହଞ୍ଚିଲା ସଂଗଠିତ ରାଜନୈତିକ ଆନ୍ଦୋଳନ ପାଖରେ। ଏ ଟାଇମ୍ ଲାଇନ୍ଟିକୁ ଟିକେ ଭଲ ଭାବରେ ଦେଖନ୍ତୁ। ଏହା ପାଖାପାଖି 100 ବର୍ଷର ଏକ ଲମ୍ବା ଯାତ୍ରାର କାହାଣୀ କହୁଛି। 1817ର ସଶସ୍ତ୍ର ପାଇକ ବିଦ୍ରୋହରୁ ଆରମ୍ଭ ହୋଇ ବୀର ସୁରେନ୍ଦ୍ର ସାଏଙ୍କ ଦୀର୍ଘ ଲଢ଼େଇ, ତାପରେ ମଧୁସୂଦନ ଦାସଙ୍କ ଉତ୍କଳ ସମ୍ମେଳନ ଜରିଆରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରିବା, ଆଉ ଶେଷରେ ଗୋପବନ୍ଧୁ ଦାସଙ୍କ ଦ୍ୱାରା ଓଡ଼ିଶାର ଏହି ଆନ୍ଦୋଳନକୁ ପୁରା ଦେଶର ସ୍ୱରାଜ ଆନ୍ଦୋଳନ ସହିତ ଯୋଡ଼ିବା, ଏହା ଏକ ବିରାଟ ପରିବର୍ତ୍ତନ ଥିଲା। ଆଉ ତାପରେ ଆସିଲା ସେହି ସମୟ ଯେତେବେଳେ ସ୍ୱାଧୀନତା ସଂଗ୍ରାମ କିଛି ନେତାଙ୍କ ଭିତରେ ସୀମିତ ନ ରହି ଘରେ ଘରେ ପହଞ୍ଚିଗଲା। ହଁ, ଏହା ଥିଲା ଗାନ୍ଧୀ ଯୁଗ, ଯେତେବେଳେ ସାଧାରଣ ଲୋକେ ଏହାର ନେତୃତ୍ୱ ନେଲେ। ଗାନ୍ଧିଜୀଙ୍କ ଗୋଟିଏ ଡାକରାରେ ଲବଣ ସତ୍ୟାଗ୍ରହ ପାଇଁ ପୁରା ଦେଶ ଉଠିଥିଲା। କିନ୍ତୁ ଓଡ଼ିଶାର ବାଲେଶ୍ୱର ପାଖରେ ଥିବା ଇଞ୍ଚୁଡ଼ିରେ ଯାହା ହେଲା, ତାହା ଇତିହାସରେ ଲେଖା ହୋଇ ରହିଗଲା। ଏହି ଆନ୍ଦୋଳନ ଏତେ ବ୍ୟାପକ ଆଉ ଶକ୍ତିଶାଳୀ ଥିଲା ଯେ ଏହାକୁ ଦ୍ୱିତୀୟ ଦାଣ୍ଡି ବୋଲି କୁହାଗଲା। ଏଥିରୁ ହିଁ ଜଣାପଡ଼େ ଜାତୀୟ ସ୍ତରରେ ଓଡ଼ିଶାର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ଥିଲା। ଆଉ ଏହି ଜନ ଆନ୍ଦୋଳନର ସବୁଠୁ ବଡ଼ ଶକ୍ତି ଥିଲେ ମହିଳାମାନେ। ସେମାନେ କେବଳ ଘରୁ ବାହାରି ନଥିଲେ, ବରଂ ସଂଗ୍ରାମର ନେତୃତ୍ୱ ନେଉଥିଲେ। ରମାଦେବୀ, ମାଳତୀ ଚୌଧୁରୀଙ୍କ ଭଳି ନେତ୍ରୀମାନେ ଖାଲି ବ୍ରିଟିଶ ଶାସନକୁ ନୁହେଁ, ବରଂ ସେତେବେଳର ସାମାଜିକ କଟକଣାକୁ ବି ଭାଙ୍ଗି ଆଗକୁ ବଢ଼ିଥିଲେ। ମାତ୍ର 12 ବର୍ଷ। ଏହି ବୟସ ଥିଲା ବାଜି ରାଉତଙ୍କର। 1948ରେ ଏହି କିଶୋର ନାଉରୀ ଜଣକ ବ୍ରିଟିଶ ସୈନ୍ୟଙ୍କୁ ନିଜ ଡଙ୍ଗାରେ ନଦୀ ପାର କରାଇବାକୁ ସିଧା ସିଧା ମନା କରିଦେଇଥିଲେ, ଆଉ ସେଥିପାଇଁ ନିଜ ଜୀବନ ଦେଇଥିଲେ। ଆଜି ସେ ଭାରତର ସ୍ୱାଧୀନତା ସଂଗ୍ରାମର ସବୁଠୁ କମ୍ ବୟସର ଶହୀଦ ଭାବେ ପରିଚିତ। ସମସ୍ତେ ଜାଲିଆନାୱାଲାବାଗର କଥା ଜାଣନ୍ତି, କିନ୍ତୁ ଓଡ଼ିଶାରେ ବି ସେମିତି ଏକ କଳା ଦିନ ଆସିଥିଲା। 1942 ଭାରତ ଛାଡ଼ ଆନ୍ଦୋଳନ ସମୟରେ ଭଦ୍ରକର ଇରମଠାରେ ଏକ ଶାନ୍ତିପୂର୍ଣ୍ଣ ସଭା ଉପରେ ପୋଲିସ ଆଖିବୁଜା ଗୁଳି ଚଳାଇଥିଲା। ଏହି ଘଟଣାକୁ ଆଜି ଓଡ଼ିଶାର ଜାଲିଆନାୱାଲାବାଗ ବୋଲି କୁହାଯାଏ। ସେହିଠାରେ ସେହି ମୁହୂର୍ତ୍ତରେ ହିଁ 29 ଜଣ ନିରୀହ ଲୋକଙ୍କର ମୃତ୍ୟୁ ହୋଇଥିଲା, ଆଉ ସେମାନଙ୍କ ମଧ୍ୟରେ ଥିଲେ ପରୀ ବେବା, ଯିଏ ଏହି ହତ୍ୟାକାଣ୍ଡର ଏକମାତ୍ର ମହିଳା ଶହୀଦ ଥିଲେ। ବଳିଦାନର ଏହି ପରମ୍ପରାର ଆଉ ଏକ ନାଁ ହେଉଛି ଆଦିବାସୀ ନେତା ଲକ୍ଷ୍ମଣ ନାୟକ। 1943ରେ ତାକୁ ଫାଶୀ ଦିଆଗଲା।
କୁହାଯାଏ ଫାଶୀ ଖୁଣ୍ଟକୁ ଯିବା ପୂର୍ବରୁ ତାଙ୍କର ଶେଷ କଥା ଥିଲା ଏଇଆ ଯାହା ସେ ସମୟର ଭାବନାକୁ ସ୍ପଷ୍ଟ ଭାବରେ ଦର୍ଶାଉଛି। ତେବେ ଏତେ ସବୁ ବଳିଦାନ, ଏତେ ଲମ୍ବା ସଂଗ୍ରାମ, ଏସବୁରୁ ଆମେ କ'ଣ ବୁଝିଲେ? ଓଡ଼ିଶାର ଏହି ଲଢ଼େଇ କାହିଁକି ଏତେ ଖାସ୍ ଥିଲା? ଆସନ୍ତୁ ଏହାର ସାରାଂଶ ଦେଖିବା। ଦେଖନ୍ତୁ, ଓଡ଼ିଶାର ସଂଗ୍ରାମର କାହାଣୀ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର। ପ୍ରଥମ କଥା ହେଲା, ଏହାର ଆରମ୍ଭ ଦେଶର ଅନ୍ୟ ଅଞ୍ଚଳ ତୁଳନାରେ ବହୁତ ଆଗରୁ ହୋଇଥିଲା। ଦ୍ୱିତୀୟରେ, ଏହା କୌଣସି ଗୋଟିଏ ବର୍ଗର ଲଢ଼େଇ ନଥିଲା, ବରଂ ଏଥିରେ କୃଷକ, ଆଦିବାସୀ, ବୁଦ୍ଧିଜୀବୀ, ମହିଳା, ସମାଜର ସବୁ ସ୍ତରର ଲୋକ ସାମିଲ ଥିଲେ। ଆଉ ସବୁଠୁ ବଡ଼ କଥା ହେଲା, ଓଡ଼ିଶା ନିଜର ଭାଷା ଆଉ ସଂସ୍କୃତିର ପରିଚୟକୁ ବଜାଇ ରଖି ଜାତୀୟ ଆନ୍ଦୋଳନର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଥିଲା। ଓଡ଼ିଶାର ଏହି ଗାଥା ଶେଷରେ ଆମ ମନରେ ଗୋଟିଏ ପ୍ରଶ୍ନ ଛାଡ଼ିଯାଏ। ଇତିହାସରେ ଏମିତି ଆହୁରି କେତେ କାହାଣୀ ଲୁଚି ରହିଛି ଯାହା ବିଷୟରେ ଆମେ ଜାଣିନାହେଁ? ଏହି ଲୁକ୍କାୟିତ କାହାଣୀଗୁଡ଼ିକୁ ଖୋଜି ବାହାର କରିବା ଆମ ସମସ୍ତଙ୍କର ଦାୟିତ୍ୱ। କାରଣ ଏହି ସବୁ ଛୋଟ ଛୋଟ କାହାଣୀ ମିଶିଲେ ହିଁ ଇତିହାସର ଏକ ସମ୍ପୂର୍ଣ୍ଣ ଚିତ୍ର ତିଆରି ହୋଇଥାଏ।